ବଡ଼ ଠାକୁର ହେ ବଡ଼ ଦେଉଳରେ ବଡ଼ ସିଂହାସନେ ବସିଛ, ବଡ଼ ନାମେ ତୁମ ବଡ଼ ବାନା ଉଡ଼େ, ବଡ଼ ଦାଣ୍ଡେ ଛିଡ଼ା କରିଛ। ଭୁଜ ତଳେ ପ୍ରଭୁ ଦେବା ପାଇଁ ଆଶ୍ରା ଗୁହାରି କରୁଛି ତତେ, ଦୁଃଖ ଦରିଆରୁ ହେକଳା ଠାକୁର ପାରି କରିଦିଅ ମୋତେ। ହ୍ୟାଲୋ ଭିଉଅର୍ସ, ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍କୁ। ବନ୍ଧୁମାନେ ଦେଖନ୍ତୁ, ବାସ୍ତବରେ କଷ୍ଟ, ଦୁଃଖ, ବିଡ଼ମ୍ବନା ଏବଂ ଅସୁବିଧା କାହାକୁ କୁହାଯାଏ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅଙ୍ଗନବାଡ଼ି ଓ ପାଚିକା ସଂଘର କର୍ମକର୍ତ୍ତାମାନେ। ମୁଁ କାହିଁକି ଏକଥା କହୁଛି? କାରଣ ଆମେ ଦେଖୁଛୁ ରାଜ୍ୟରେ ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ୱ କହିଲେ ଚଳେ ଅଙ୍ଗନବାଡ଼ି ୱାର୍କର ଆଉ ହେଲ୍ପର ଅଛନ୍ତି। ଏବଂ ସେମିତି ରାଜ୍ୟରେ ବହୁତ ସଂଖ୍ୟାରେ ପାଚିକାମାନେ ଅଛନ୍ତି ଯେଉଁମାନଙ୍କର ଦରମା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ୟା ଭିତରେ ନୂଆ ସରକାର ସବୁବେଳେ ସମସ୍ତଙ୍କର ଦରମା ବୃଦ୍ଧି ହୋଇପାରେ, ବିଭିନ୍ନ ସୁବିଧା ଦେଇ ଚାଲିଛନ୍ତି। ଇତିମଧ୍ୟରେ ଆସନ୍ତା 20 ତାରିଖରେ ଯେଉଁ ବଜେଟ୍ ଅଛି ତା ପୂର୍ବରୁ ରଣହୁଙ୍କାର ଦେଇଥିଲେ ଗତକାଲି ଅଙ୍ଗନବାଡ଼ି କର୍ମୀ ଆଉ ପାଚିକା ସହାୟିକା ସଂଘ, ଯେଉଁଥିରେ ଆପଣମାନେ ଯଦି ଦେଖିବେ ବିଭିନ୍ନ ପ୍ରକାର ଦାବିକୁ ନେଇ ସେମାନେ ଯେଉଁ ସରକାରଙ୍କ ପାଖରେ ଯାହାକି ନିଜର ଦାବି ଉପସ୍ଥାପନ କରିଥିଲେ ଏବଂ କାଲି ଯେଉଁ ଆପଣଙ୍କର ତା ପୂର୍ବରୁ ମଧ୍ୟ ଯେଉଁ ଆନ୍ଦୋଳନ ହୋଇଥିଲା ପାଚିକାମାନେ ହୁଅନ୍ତୁ ବା ଅଙ୍ଗନବାଡ଼ିମାନେ ହୁଅନ୍ତୁ, ଯେଉଁଥିରେ ଆପଣମାନେ ଯଦି ଦେଖିବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ତଥା ଆପଣମାନେ ଯଦି ଦେଖିବେ SC/ST ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ମିନିଷ୍ଟର ଯିଏ ଅଛନ୍ତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ହୁଅନ୍ତୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ହୁଅନ୍ତୁ ଏବଂ ବିଶେଷ କରି ଶିଶୁ ମହିଳା ବିକାଶ ତଥା ଓମେନ୍ ଆଉ ଚାଇଲ୍ଡ ୱେଲଫେୟାର ଡିପାର୍ଟମେଣ୍ଟର ମିନିଷ୍ଟର ପ୍ରଭାତୀ ପରିଡ଼ା ମ୍ୟାମ୍ ହୁଅନ୍ତୁ, ସମସ୍ତଙ୍କ ପାଖରେ ସେମାନେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିଛନ୍ତି ଦରମା ଆଉ ଭତ୍ତା ବୃଦ୍ଧି ପାଇଁ। ତ ମୁଁ ଡିଟେଲ୍ସରେ ସବୁ କଥା କହିବି। ତା ପୂର୍ବରୁ ଆପଣମାନେ ଦେଖନ୍ତୁ, ଆପଣଙ୍କର ଯେଉଁଟାକି ରିସେଣ୍ଟଲି ଆପଣମାନେ ଜାଣନ୍ତି ବଜେଟ୍ ଅଛି, ଯାହା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀ ସଚିବ ସମସ୍ତଙ୍କ ସହିତ ଆଜି କ୍ୟାବିନେଟ୍ ବୈଠକ ଅଛି, ଆସନ୍ତାକାଲି ମନ୍ତ୍ରୀ ପରିଷଦ କ୍ୟାବିନେଟ୍ ବୈଠକ ଅଛି। ତା ଭିତରେ ଦେଖନ୍ତୁ ରାଜ୍ୟକୁ ଉନ୍ନତ କରିବାକୁ ହେବ ଓ ସରକାରୀ କାର୍ଯ୍ୟରେ ଯେଭଳି ବାଧା ସୃଷ୍ଟି ନ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସବୁ ବିଭାଗର ସଚିବଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯୋଜନା ଓ ସଂଯୋଜକ ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଫେବୃଆରୀ 10ରେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶନାମାକୁ ନେଇ ସବୁ ବିଭାଗ ସଚିବଙ୍କୁ ଏକ ସ୍ୱତନ୍ତ୍ର ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଆଗକୁ ବିଧାନସଭାର ବଜେଟ୍ ଅଧିବେଶନ ରହିଛି। ଏହି ସମୟରେ କୌଣସି ସଚିବ ଛୁଟିରେ ରହିପାରିବେ ନାହିଁ। ଯଦି କୌଣସି ଜରୁରୀ କାର୍ଯ୍ୟ ପଡ଼େ ତେବେ ମୁଖ୍ୟ ସଚିବଙ୍କ ଠାରୁ ପୂର୍ବ ଅନୁମୋଦନ କ୍ରମେ ଛୁଟିରେ ଯାଇପାରିବେ। ସେହିପରି ବଜେଟ୍ ସଂକ୍ରାନ୍ତୀୟ ଯଦି କୌଣସି ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ ତାକୁ ତୁରନ୍ତ ଅବଗତ କରାଇଲେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରେ ସ୍ଥାନ ଦିଆଯାଇପାରିବ। ତେବେ ଉକ୍ତ ତଥ୍ୟ ସରକାରଙ୍କ ପାଇଁ ସକାରାତ୍ମକ ଓ ବିକାଶୋନ୍ମୁଖୀ ହୋଇଥିବା ଆବଶ୍ୟକ। ଅର୍ଥାତ୍ ବର୍ତ୍ତମାନ ବିଭିନ୍ନ ବିଭାଗରେ ଯେଉଁ ସବୁ କାମ ପେଣ୍ଡିଂ ପଡ଼ିଛି, ବଜେଟ୍ରେ ସବୁ କିଛି ଅନୁମୋଦନ ହୁଏ। ନୂଆ ସରକାର ସବୁବେଳେ ଚାହିଁବେ ସରକାରଙ୍କର ଉନ୍ନତି ପାଇଁ, ଲୋକମାନଙ୍କର ଜନସାଧାରଣଙ୍କର କଲ୍ୟାଣ ପାଇଁ, ତ ସବୁକିଛି ସୁବିଧା କରାଯାଇପାରିବ। ଏହା ବାଦ ବିଭାଗକୁ ଯଦି କେହି ଡେଲିଗେସନ୍ ଆସିବାର ସମ୍ଭାବନା ରହିଛି, ବୁଝନ୍ତୁ ଯଦି କେହି ଡେଲିଗେସନ୍ ଆସିବେ ମାନେ ଆପଣଙ୍କର ଯଦି କିଛି ଅସୁବିଧା ନେଇ ସେମାନେ ଆସୁଛନ୍ତି ତେବେ ତାହା ପୂର୍ବରୁ ଜଣାଇବା ମଧ୍ୟ ଆବଶ୍ୟକ। ବଜେଟ୍ ଅଧିବେଶନ ପାଇଁ ତାହାକୁ ଠିକଣା ଭାବେ ସୂଚୀ ପ୍ରସ୍ତୁତ କରିବା ଲାଗି ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବା ନନ୍ଦଙ୍କ ବିବରଣୀରୁ ଜଣାପଡ଼ିଛି। ଇତିମଧ୍ୟରେ ଆପଣମାନେ ଯଦି ଦେଖିବେ ବର୍ତ୍ତମାନ ସମୟରେ କାଲି ଟାଟା ପାୱାରର ମନମାନିକୁ ବିରୋଧ କରି ବଡ଼ମ୍ବା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ତରଫରୁ ବଡ଼ମ୍ବା ବନ୍ଦ ଡାକରା ସଫଳ ହୋଇଛି। ଟାଟା ପାୱାର ତରଫରୁ ସ୍ମାର୍ଟ ମିଟର ଲଗାଯିବା, ଅତିରିକ୍ତ ସୁରକ୍ଷା ଜମାରାଶି, ମନମୁଖୀ ଜରିମାନା ଆଦାୟ, ଅତିରିକ୍ତ ଶୁଳ୍କ ବୃଦ୍ଧି ଆଦିକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନ କରାଯାଇଥିଲା। ଗୁରୁବାର ସକାଳ 6ଟାରୁ ବଡ଼ମ୍ବା ଦୋକାନ ବଜାର ବନ୍ଦ ରହିଥିଲା। ସଂଘର ସଭାପତି ସମ୍ପାଦିକା ଯିଏକି ରହିଛନ୍ତି ଚିନ୍ମିତା ମହାନ୍ତିଙ୍କ ନେତୃତ୍ୱରେ ସକାଳ 6ରୁ ବଡ଼ମ୍ବାର ଗାନ୍ଧୀ ଛକଠାରେ ବଡ଼ମ୍ବା ନରସିଂହପୁର 65 ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଥିଲା। କେବଳ ତାହା ନୁହେଁ, ଆପଣ ଯଦି ଦେଖିବେ ଭୁବନେଶ୍ୱର ହୋଇପାରେ, କଟକ ହୋଇପାରେ, ବାଲେଶ୍ୱର, ଭଦ୍ରକ ସବୁ ଜିଲ୍ଲାରେ କାଲି ଆପଣଙ୍କର ଜାଣିଥିବେ ପୂର୍ବରୁ ମଧ୍ୟ ଚିଠି ମାଧ୍ୟମରେ ପାଚିକାମାନେ ଯାହାକି ଦାବି ଉପସ୍ଥାପନ କରିଥିଲେ ଆପଣଙ୍କର ଯାହାକି ବିଭିନ୍ନ ପ୍ରକାରର ସୁବିଧାକୁ ନେଇ ଏବଂ ସେମାନଙ୍କ ସହିତ ପୂର୍ବରୁ ମଧ୍ୟ ଯେଉଁ ଅଙ୍ଗନବାଡ଼ି କର୍ମୀ ଆଉ ସହାୟିକା ମଧ୍ୟ ଦାବି ଉପସ୍ଥାପନ କରିଥିଲେ ସେମାନଙ୍କର ଦରମା ବୃଦ୍ଧି ବା ଯେଉଁଟା ଅନରିୟମ ଆକାରରେ ସେମାନେ ପାଉଛନ୍ତି ଭତ୍ତା, ସ୍ମାର୍ଟଫୋନ୍ ନୂଆ ଦେବା କଥା ହୋଇପାରେ, ସେମାନଙ୍କୁ ମୃତ୍ୟୁକାଳୀନ ସହାୟତା ହୋଇପାରେ, ଅନ୍ୟାନ୍ୟ ସବୁ କଥାକୁ ସରକାର ଗୁରୁତ୍ୱ ସହକାରେ ନେଇଥିଲେ। ତେଣୁ ଚଳିତ ବର୍ଷ ବଜେଟ୍ରେ ବହୁତ ସମ୍ଭାବନା ଅଛି ଯାହାକି ଅଙ୍ଗନବାଡ଼ି ୱାର୍କର ଆଉ ହେଲ୍ପର ଏବଂ ବିଶେଷ କରି ପାଚିକାମାନଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଇପାରନ୍ତି। ଦେଖିବା ପାଇଁ ବାକି ରହିଲା ଯେ ପ୍ରକୃତରେ ଯେଉଁ ଦାବି ସେମାନଙ୍କର ଥିଲା 15,000 ଦରମା ସେମାନଙ୍କ ପାଇଁ ମିଳୁଛି ନା ପୂର୍ବବତ୍ ଯେଉଁ ଦରମା ଥିଲା ସେହି ଦରମା ହେଉଛି ସବୁକିଛି ବଜେଟ୍ରେ ହିଁ ଯାହାକି ସ୍ପଷ୍ଟ ଏବଂ ଫୁଲ୍ ଆଣ୍ଡ ଫାଇନାଲ୍ ହେବ। ଆଜି ବି କ୍ୟାବିନେଟ୍ ଅଛି, ଆସନ୍ତାକାଲି କ୍ୟାବିନେଟ୍ ଅଛି। କ୍ୟାବିନେଟ୍ର ଯାହା ବି ଫଳାଫଳ ଆସୁଛି ଆପଣମାନେ ଆମ ଚ୍ୟାନେଲରୁ ପାଇପାରିବେ। ତେଣୁ ନିଶ୍ଚିନ୍ତ ଭାବରେ ସମସ୍ତେ ଜଗତରନାଥ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। କେଉଁଠି ନା କେଉଁଠି ସବୁ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଗାମୀ ଦିନରେ ମଧ୍ୟ ଆପଣମାନଙ୍କର ଆଶା ପୂରଣ ହେବ। ଏ ଥିଲା ବଡ଼ ନ୍ୟୁଜ୍ ଅପଡେଟ୍। ଏହିଭଳି ସବୁବେଳେ ଅଥେଣ୍ଟିକ୍, ଜେନ୍ୟୁନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।